ପିଠିରେ ମଧ୍ୟ ମୋ ହାତ ଚାପୁଡେଇ ଦେଲେ। ହାତ ଚାପୁଡି ଦେଲେ ଆଉ କହିଲେ ୟୁ ଆର୍ ଗ୍ରେଟ୍। ମାନେ ସାର୍ ଯେତେବେଳେ କହିଲେ ମୋ ଛାତି ପୁରା ମାନେ ଫୁଲି ଯାଉଥାଏ। ଏଟା ସାହସ ନୁହଁ, ଏଟା ହେଲା ଗୋଟେ ସାରଙ୍କ ପ୍ରତି ଗୋଟେ ଭଲ ପାଇବା। ସେ ଯୋଉ ଭଲ ପାଇବାଟା ମୋତେ ଟାଣିକି ଆଣିଛନ୍ତି। ଆଉ ସେ ଭଲ ପାଇବାରେ କଷ୍ଟ ସେ ସବୁ ମୋର ଦୂର ହେଇଯାଇଛି କେବଳ ସାରଙ୍କ ପ୍ରତି ସେ ଯୋଉ ଭଲ ପାଇବାଟା ଅଛି ସେଇଥିପାଇଁ କେବଳ। କେତେ ଦିନ ଲାଗିଲା ଆପଣଙ୍କୁ ଆସିବା ପାଇଁ? ମୋତେ ଟୋଟାଲ୍ 8-9 ଦିନ ଲାଗିଛି ଆସିକି ପହଞ୍ଚିଲି। ମାନେ କେବେ ସ୍ୱପ୍ନରେ କେବେ ଭାବିନଥିଲି ଯେ ମୋତେ ସାର୍ କ'ଣ ସତରେ ମୋତେ ଡାକୁଛନ୍ତି ମୁଁ ସାର୍ ସହିତ ଦେଖା କରିବି। ମୁଁ ଟୋଟାଲି ବିଶ୍ୱାସ କରିପାରୁନଥିଲି। ତାପରେ ମୁଁ ସେଠି ନଥିଲି, ମୋର ଆକ୍ଚୁଆଲି ଦେହ ଟିକେ ଖରାପ ହେଇଥିଲା। ମୁଁ ଯାଇଥିଲି ମେଡ଼ିକାଲକୁ ମେଡ଼ିସିନ୍ ଆଣିବା ପାଇଁ। ତ ସେଇ ମେଡ଼ିସିନ୍ ଆଣିବି କ'ଣ ସେଇଭଳିଆ ମୁଁ ପୁରା ଓଦା ହେଇଯାଉଥାଏ ପୁରା ଗରମରେ। ସେଇଭଳିଆ ମୁଁ ଲିଫ୍ଟ ବି ପାଉନଥିଲି, ତଥାପି ସ୍ପିଡ଼ରେ ଚାଲି ଚାଲି ମୁଁ ଆସିଛି। गोटे वीडियो सोशल मीडिया रे भारी ट्रेंड होची कौन से वीडियो चाली चाली जड़े एमती फैन आछंती जे कि नवीन पटनायक को देखा करछंती किंतु मु सस्पेंस आपन को या रखुची कोठू चाल चली आछंती केमिति चाल चली आछंती तांको ना कोन एवं नवीन बाबू तांको केमिति भेटले आलोचना करिया भाई प्रथम तो जाने चाहिए आज आपण खुशी ना दुखी ना एक्साइटेड ना कोन ନାଇଁ ଖୁସି ତ ବହୁତ ଅଛି କାହିଁକିନା ଯେହେତୁ ମୋ ଯେଉଁ ଛୁଆଟି ଦିନରୁ ପିଲାଟି ଦିନରୁ ମୋର ସ୍ୱପ୍ନ ଥିଲା ଯେ ମୁଁ ସାର୍ଙ୍କ ସହିତ ଭେଟିବି। ତ ସେଇଥିପାଇଁ ମୁଁ ସାର୍ଙ୍କ ସହିତ ମୁଁ ସାକ୍ଷାତ ମଧ୍ୟ କଲି ଆଉ ବହୁତ ଖୁସି ମଧ୍ୟ ଅଛି। जे एबे मु पचारिबी ओडिशावासी आपणकर पूरा ना जानिबा को चाहंती कोठू आसीचंती केमिति पहुँचले कौन घटना घटला अब ये मिराकिल नवीन बाबू आपण देखाले कांदी पकेले एक्चुअली ମୋ ଘର ହେଉଛି ଭଦ୍ରକ ବାସୁଦେବପୁର। ତ ମୁଁ ବାଙ୍ଗଲୋରରେ ରୁହେ। ତ ମୁଁ ବାଙ୍ଗଲୋରରୁ ମୋ ଜର୍ଣ୍ଣି ଷ୍ଟାର୍ଟ କରିଥିଲି ଯେ ସାର୍ଙ୍କୁ ଏ ବାଙ୍ଗଲୋରରୁ ଯିବି ଆଉ ସାର୍ଙ୍କୁ ମଧ୍ୟ ସାକ୍ଷାତ କରିବି। हाँ। ତ ସେଇଥିପାଇଁ ମୋ ଜର୍ଣ୍ଣି ଷ୍ଟାର୍ଟ କରିଥିଲି ବାଙ୍ଗଲୋରରୁ। बेंगलुरु केमिति आरंभ होला केमिति प्रिपरेशन करले केमिति स्टार्ट होला एते बाट केमिति मु आसीबी भाबिले ତ ମୁଁ ସେଇଠୁ ଯେ ଷ୍ଟାର୍ଟ କଲି ଯେ ମୁଁ କିଛି ଗୋଟେ ନିଆରା ଢଙ୍ଗରେ ଯିବି ଆଉ ନିଆରା ଭାବରେ ଯାଇକି ସାର୍ଙ୍କ ସହିତ ଗୋଟେ ଏମିତି ଭାବ ସୃଷ୍ଟି କରିବି ସାର୍ ବୋଧେ ମୋର ସେ କଷ୍ଟ ଅନୁଭବ କରିବେ ଆଉ ମୋତେ ନବୀନ ନିବାସକୁ ମଧ୍ୟ ଡାକିବେ ଆଉ ମଧ୍ୟ ସାର୍ ସହିତ 5 ମିନିଟ୍ ସାର୍ ମୋତେ ଟାଇମ୍ ଦେବେ ମୁଁ ସାର୍ଙ୍କ ସହିତ କଥା ହେବି। ତ ସେଇଥିପାଇଁ ମୁଁ ଏମିତି ଗୋଟେ ରାସ୍ତା ବାଛିଥିଲି ଯେ ମୁଁ ଲିଫ୍ଟ ମାଗିକି ଯିବି ଆଉ ପାଦରେ ଚାଲି ଚାଲି ମଧ୍ୟ ଯିବି। भाई बेंगलुरु ओडिशा केते बाट हबो କହିବାକୁ ଗଲେ ତ 1600 ପରେ ପ୍ଲସ୍ କିଲୋମିଟର। 1600 किलोमीटर भाई आपण ना एबे जे मु जानि पालेनी कोन कहि डाकिबी ମୋ ନାଁ ମାଧବ ବେହେରା। ମୁଁ ଓଡ଼ିଶାର ଭଦ୍ରକ ଡିଷ୍ଟ୍ରିକ୍ଟ ବାସୁଦେବପୁର ବିଲଙ୍ଗ କରେ। माधव भाई 1600 किलोमीटर आपण लिफ्ट मागबे पळे आसली साहस किए देला बा ଏଟା ସାହସ ନୁହଁ, ଏଟା ହେଲା ଗୋଟେ ସାରଙ୍କ ପ୍ରତି ଗୋଟେ ଭଲ ପାଇବା। ସେ ଯେଉଁ ଭଲ ପାଇବାଟା ମୋତେ ଟାଣିକି ଆଣିଛନ୍ତି। ଆଉ ସେ ଭଲ ପାଇବାରେ କଷ୍ଟ ସେ ସବୁ ମୋର ଦୂର ହେଇଯାଇଛି କେବଳ ସାରଙ୍କ ପ୍ରତି ସେ ଯେଉଁ ଭଲ ପାଇବାଟା ଅଛି ସେଇଥିପାଇଁ କେବଳ। केते दिन लागिला आपण आसीबा पे ମୋତେ ଟୋଟାଲ୍ 8-9 ଦିନ ଲାଗିଛି ଆସିକି ପହଞ୍ଚିଲି। ଆଉ ଗେଟ୍ରେ ବି ମୁଁ 2ରୁ 3 ଦିନ ଅପେକ୍ଷା କରିଥିଲି। ତାପରେ ମୋତେ ଡାକରା ଆସିଲା ଆଉ ମୁଁ ଭିତରକୁ ମଧ୍ୟ ଗଲି ସାର୍ ସହିତ ଭେଟିଲି। जो 8-9 दिन आपण आसिले कोन खाउथिले कोठी रहउथिले କହିବି କ'ଣ ଏମିତି ଜାଗାରେ ସବୁ ମୁଁ ମାନେ ସମ୍ମୁଖୀନ ହେଇଛି। ଗୋଟେ ଜାଗାରେ ମେଡ଼ିକାଲରେ ଯେମିତି ଶବ ଘରରେ ସାମ୍ନାରେ ମୁଁ ଟେଣ୍ଟ ଲଗେଇ ଶୋଇଥିଲି। ଆଉ ଗୋଟେ ଜାଗାରେ ମୁଁ ଏମିତି ପେଟ୍ରୋଲ ପମ୍ପରେ ମୋର ସବୁ ପ୍ରତ୍ୟେକଟି ଭିଡ଼ିଓ ମୁଁ ସୁଟ୍ କରିକି ଆସୁଥାଏ ମୋ ପେଜ୍ରେ ମଧ୍ୟ ମୁଁ ଅପଲୋଡ଼ କରି ଆସୁଥିଲି। ତ ଆସିଲା ପରେ ଏଠି ନବୀନ ନିବାସ ଗେଟ୍ ସାମ୍ନାରେ ଅପୋଜିଟ୍ ସାଇଡ଼୍ ରୋଡ଼ ସେପଟେ ମଧ୍ୟ ଟେଣ୍ଟ ଲଗେଇ ଗୋଟେ ରାତି ସେଠି ମଧ୍ୟ ଷ୍ଟେ କରିଥିଲି। ଆଉ ତାପରେ ମୋତେ ସାର୍ ବୋଧେ ଭିଜୁଆଲ୍ ମୋର ଦେଖିଛନ୍ତି ତ ସେଇଥିପାଇଁ ମୋତେ ସାର୍ ଡାକିଲେ ଆଉ ମୁଁ ମଧ୍ୟ ଗଲି ଭିତରକୁ। 9 दिन आसिले 2 दिन नवीन निवास 3 दिन नवीन निवास सामने रहिले 12 दिन पर एतले हठात नवीन निवास भितर डाकर आसला नवीन पटनायक आपण सहित देखाए बोली आपण डाकिले आपणर अनुभूति केमती थिला नवीन पटनायक देखाई आपण सहित कोन कथा हले ସେ ଅନୁଭୂତି କହିଲେ ମାନେ ସେ କ'ଣ କହିବି, ମୁଁ ପୁରା ମାନେ ଖୁସିରେ ମୁଁ ପୁରା ଝୁମି ଉଠୁଥିଲି। ମାନେ କେବେ ସ୍ୱପ୍ନରେ କେବେ ଭାବିନଥିଲି ଯେ ମୋତେ ସାର୍ କ'ଣ ସତରେ ମୋତେ ଡାକୁଛନ୍ତି ମୁଁ ସାର୍ ସହିତ ଦେଖା କରିବି। ମୁଁ ଟୋଟାଲି ବିଶ୍ୱାସ କରିପାରୁନଥିଲି। ତାପରେ ମୁଁ ସେଠି ନଥିଲି, ମୋର ଆକ୍ଚୁଆଲି ଦେହ ଟିକେ ଖରାପ ହେଇଥିଲା। ମୁଁ ଯାଇଥିଲି ମେଡ଼ିକାଲକୁ ମେଡ଼ିସିନ୍ ଆଣିବା ପାଇଁ। ତ ସେଇ ମେଡ଼ିସିନ୍ ଆଣିବି କ'ଣ ସେଇଭଳିଆ ମୁଁ ପୁରା ଓଦା ହେଇଯାଉଥାଏ ପୁରା ଗରମରେ। ସେଇଭଳିଆ ମୁଁ ଲିଫ୍ଟ ବି ପାଉନଥିଲି, ତଥାପି ସ୍ପିଡ଼ରେ ଚାଲି ଚାଲି ମୁଁ ଆସିଛି। ମୋତେ ବାରମ୍ବାର କଲ୍ ଆସୁଥାଏ ତାଙ୍କର ଯେଉଁ ପିଏ କଲ୍ କରୁଥିଲେ ଯେ ଜଲ୍ଦି ଆସ ସାର୍ଙ୍କ ମିଟିଂରେ ଯଦି ସାର୍ ବସିଯିବେ ଆଉ
ଦେଖାଇ ପାରିବ ଦେଖା ହେଇପାରିବନି। ତ ମୁଁ ସେଇଥିପାଇଁ ପୁରା ମାନେ ଦୌଡ଼ି ଦୌଡ଼ି ଲିଫ୍ଟ ମାଗି ମାଗି କାହାକୁ ରିକ୍ୱେଷ୍ଟ କରିକି ମୁଁ ଆସିଛି ମୁଁ। ଆପଣଙ୍କ ପୋଷ୍ଟର ନବୀନ ବାବୁ ଦେଖୁଥିଲେ ଆମେ ଭିଜୁଆଲରେ ଦେଖିଛୁ। ଆଜ୍ଞା। ନବୀନ ପୋଷ୍ଟର ଦେଖିକି କ'ଣ କହିଲେ? ନବୀନ ବାବୁ ଆକ୍ଚୁଆଲି କ'ଣ କହିବି, ଦେଖିକି ବହୁତ ଖୁସି ହେଲେ ମଧ୍ୟ, ଆଉ ମୋତେ ପିଠିରେ ମଧ୍ୟ ମୋ ହାତ ଚାପୁଡେଇ ଦେଲେ। ହାତ ଚାପୁଡ଼ି ଦେଲେ ଆଉ କହିଲେ ୟୁ ଆର୍ ଗ୍ରେଟ୍। ମାନେ ସାର୍ ଯେତେବେଳେ କହିଲେ ମୋ ଛାତି ପୁରା ମାନେ ଫୁଲି ଯାଉଥାଏ। ମାନେ ମୁଁ ଗୋଟେ ମାନେ ଖୁସିରେ ଲହରୀ ଏମିତି ମାନେ ଇଏ ହେଉଥାଏ, ମୁଁ ଭାବିଲି ବୋଧେ ମୋ ଏ ଯେଉଁ ସାର୍ଙ୍କ ଯେଉଁ ଭଲ ପାଇବା ବୋଧେ ସତରେ ମୋ ଭିତରେ କ'ଣ ଥିଲା। ସପ୍ତମ ଆଶ୍ଚର୍ଯ୍ୟ ପରି ଅଷ୍ଟମ ଆଶ୍ଚର୍ଯ୍ୟ ଆପଣଙ୍କ ପାଇଁ। ଆଜ୍ଞା ଆଜ୍ଞା ଆଜ୍ଞା। ତ ସାର୍ ମଧ୍ୟ ଗଡ୍ ବ୍ଲେସ୍ ୟୁ କହିଲେ, ଆଉ କହିଲେ ହଁ ଯାହା ବି କରୁଛ ଲାଇଭ୍ରେ ଭଲ ବାର୍ତ୍ତା ଦିଅ ସମାଜକୁ, ଲୋକମାନେ ଭଲ ପାଆନ୍ତୁ। ଏମିତି ସବୁ ସାର୍ ବହୁତ ସାରା ମୋତେ ଭଲ ଭଲ ବାର୍ତ୍ତା ମଧ୍ୟ ଦେଲେ ସାର୍। ଏବେ ନବୀନ ବାବୁଙ୍କୁ ଭେଟି ସାରିଲେ, ଏମିତି ଟ୍ରେଣ୍ଡ ଗୋଟେ ଏବେ ଆରମ୍ଭ ହେଇଛି, ସମସ୍ତେ ଭେଟୁଛନ୍ତି ଦେଖା ହଉଛନ୍ତି। ଆପଣ ସେ ଟ୍ରେଣ୍ଡରେ ସାମିଲ ହେବା ପାଇଁ କରିଥିଲେ ନା ଗୋଟେ ସ୍ୱତନ୍ତ୍ର ଅନୁଭୂତି ଥିଲା ଆପଣଙ୍କର? ଦେଖନ୍ତୁ ମୁଁ କୌଣସି ଟ୍ରେଣ୍ଡର ସେଭଳିଆ ମୁଁ ଆଜିକାଲି ଦେଖୁଛ କିଏ ସେଲିବ୍ରିଟି ମାନଙ୍କୁ କିଏ ହିରୋ ମାନଙ୍କୁ ଏଇଭଳିଆ ଯାଉଛନ୍ତି। ମୁଁ ଚାହେଁ ଯେ ସମାଜକୁ ଭଲ କିଛି ବାର୍ତ୍ତା ଦଉଥିବ ମୁଁ ତା ପାଖକୁ ଯିବି। ହେଇପାରେ ବି ଏଟା ବି ଗୋଟେ ମୋର ଟ୍ରେଣ୍ଡ, କିନ୍ତୁ ଇଏ ଟ୍ରେଣ୍ଡ ସମ୍ପୂର୍ଣ୍ଣ ଅଲଗା ରହିବ। ମୁଁ ନେକ୍ସଟ ବି ଯଦି କାହାକୁ ଯାଏ ଯେ ସମାଜକୁ ସେ କ'ଣ ବାର୍ତ୍ତା ଦେଉଛି, କ'ଣ ଶିକ୍ଷା ଦେଉଛି, କ'ଣ ଲୋକଙ୍କୁ ଜଣାଇବା ପାଇଁ ଚାହୁଁଛନ୍ତି, ତ ଆଗାମୀ ଦିନରେ ଯେମିତି ପିଲା ଆମଠାରୁ ଖରାପ ନ ଶିଖନ୍ତୁ ଯେ ମୁଁ ଏଇ ବାଟରେ ଯାଇକି ମୁଁ ଫେମସ୍ ହେବାକୁ ଚାହେଁ। ମୁଁ ସେଇଥିପାଇଁ କରୁନାହିଁ, ମୁଁ ଚାହୁଁଛି ଯେ ଏମିତି ଲୋକଙ୍କ ସହିତ ମୁଁ ଭେଟିବି ସେ ସମାଜ ପାଇଁ କିଛି କରିଛନ୍ତି। ଏବେ ନବୀନ ବାବୁଙ୍କୁ ଦେଖା ହେଇଗଲେ, ପରବର୍ତ୍ତୀ ଏବେ କାହାକୁ ଦେଖା ହେବେ? ସେମିତି ତ ମୁଁ କିଛି ଭାବିନି। ଯଦି ନବୀନ ବାବୁଙ୍କ ପରି ଆଉ ବି ଯଦି କିଏ ଏମିତି ଭଲ କିଛି କରିଥିବେ ଆମ ଦେଶ ପାଇଁ, ଆମ ଓଡ଼ିଶା ପାଇଁ, ନବୀନ ବାବୁ ଯେମିତି ଆମ ଓଡ଼ିଶା ପାଇଁ ଗୋଟେ କିରଣ, ସୂର୍ଯ୍ୟର କିରଣ, ଯେତେବେଳେ ଅସ୍ତ ହେଇଯାଏ ପୁରା ଅନ୍ଧାର ହେଇଥାଏ, କିନ୍ତୁ ନବୀନ ବାବୁ ଯେତେବେଳେ ଓଡ଼ିଶାରେ ରହିକି ଏମିତି ହାତ ହଲେଇ ଦିଅନ୍ତି, ମୋତେ ଲାଗେ ବୋଧେ ସାରା ଓଡ଼ିଶା ଆଲୋକିତମୟ ହେଇଯାଏ। ତ ଏଇ ହେଲା ନବୀନ ସାର୍ଙ୍କର ଗୋଟେ ପ୍ରତିକିରଣ। ସେଇଥିପାଇଁ ମୁଁ ଚାହିଁବି ଆଗାମୀ ଦିନରେ ଏଇଭଳିଆ ଲୋକମାନଙ୍କୁ ମୁଁ ଭେଟିବି ଆଉ ଭଲ ଭଲ ବାର୍ତ୍ତା ଦେବି ସମାଜକୁ। ବହୁତ ବହୁତ ଧନ୍ୟବାଦ ଏତେ ବିଜି ସେଡ୍ୟୁଲ ଭିତରେ ଟାଇମ୍ ଦେଲେ ଆପଣମାନେ ଦେଖୁଥିଲେ, ଆମେ ଆଲୋଚନା କରୁଥିଲେ ଏ ନେଇ। ତ ସବୁଠୁ ବଡ଼ କଥା ହେଉଛି କି ଯେତେବେଳେ ଗୋଟେ ଆଇରନ୍ ୱିଲ୍, ଗୋଟେ ଷ୍ଟ୍ରଙ୍ଗ ୱିଲନେସ୍ ଆପଣଙ୍କର ଥାଏ, ଆପଣ ନିହାତି ଭାବରେ ସବୁ ଜିନିଷକୁ ଟ୍ୟାକେଲ୍ କରିପାରିବେ। ଆଉ ସେଇ ଧାରାରେ ଆପଣମାନେ ଦେଖୁଛନ୍ତି ଆଜି ମାଧବ ବାବୁ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି, କଥା ହେଇଛନ୍ତି, ନବୀନ ବାବୁ ତାଙ୍କୁ ଆଶୀର୍ବାଦ ମଧ୍ୟ କରିଛନ୍ତି ଏବଂ ଆଗାମୀ ଦିନରେ ମଧ୍ୟ ସେମିତି ଲୋକମାନେ ଯେଉଁ ଲୋକମାନେ ତାଙ୍କୁ ଗୋଟେ ହୋପ୍ ଦେବେ ଏବଂ ହୋପ୍ ଦେଲା ପରେ ସେମାନେ ଆଗକୁ ମଧ୍ୟ ଅନେକ କାମ କରିପାରିବେ ଏବଂ ଏଇଭଳି ଭାବେ ସେମାନେ ଆଚିଭମେଣ୍ଟ କରିପାରିବେ ବୋଲି ଯାହା ମାଧବ ବାବୁ ଆଶା ରଖିଛନ୍ତି। ମୁଁ ନବୀନ ବାବୁଙ୍କୁ ଭେଟିଛନ୍ତି, ଆଲୋଚନା କରିଛନ୍ତି, କଥା ହେଇଛନ୍ତି ଏବଂ ତା ସହିତ ଯଦି ଆମେ କହିବା ତେବେ ଇଏ ଗୋଟେ ସ୍ୱତନ୍ତ୍ର ଅନୁଭୂତି, ସ୍ୱତନ୍ତ୍ର କଥା ଯାହାକି ଆପଣମାନେ ଦେଖୁଥିଲେ କି ନବୀନ ବାବୁଙ୍କ ସହିତ ସେ କଥା ହେଇ ଖୁସି ହେଇଛନ୍ତି। ଭୁବନେଶ୍ୱରରୁ କ୍ୟାମେରା ପର୍ସନ ସୌମ୍ୟରଞ୍ଜନଙ୍କ ସହିତ ବିଶ୍ୱଜିତ, ପ୍ରତିଦିନ ଟିଭି।